ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା 2025 ଉଦ୍ଘାଟିତ। ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଅବସରରେ ଜିଲ୍ଲା ପ୍ରଶାସନ ଏବଂ ଓର୍ମାସର ମିଳିତ ସହଯୋଗରେ ଆୟୋଜିତ ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ଆଜି ମହିଷାପାଟସ୍ଥିତ ପଲ୍ଲିଶ୍ରୀ ମେଳା ପଡ଼ିଆଠାରେ ଉଦ୍ଘାଟିତ ହୋଇଯାଇଛି। ଆସନ୍ତା 14 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପଲ୍ଲିଶ୍ରୀ ମେଳା ଶୁଭ ଉଦ୍ଘାଟନୀ ଉତ୍ସବରେ ପରଜଙ୍ଗର ବିଧାୟକ ଶ୍ରୀଯୁକ୍ତ ବିଭୂତିଭୂଷଣ ପ୍ରଧାନ, କାମାକ୍ଷାନଗରର ବିଧାୟକ ଶ୍ରୀଯୁକ୍ତ ଶତ୍ରୁଘ୍ନ ଜେନା, ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ, ପୌର ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର, ଆଇଏଏସ୍ ଭଗତ ସାମଲ, କଲ୍ୟାଣ ରାଓ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରସିଦ୍ଧ ଲକ୍ଷ୍ମୀ ପୂଜା ଅବସରରେ ଆୟୋଜିତ ପଲ୍ଲିଶ୍ରୀ ମେଳା ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ ଗୃହ ଉପକରଣ ସାମଗ୍ରୀ ବିକ୍ରିର ସୁଯୋଗ ସୃଷ୍ଟି କରିପାରୁଛି ଏବଂ ଜିଲ୍ଲାର କଳା ନୈପୁଣ୍ୟ ପ୍ରଦର୍ଶନର ଏକ ଉତ୍କୃଷ୍ଟ ମାଧ୍ୟମ ହୋଇପାରିଛି ବୋଲି ଅତିଥିମାନେ ପ୍ରକାଶ କରିଛନ୍ତି। ଏହି ମେଳା ଆୟୋଜନ ଯୋଗୁଁ ଜିଲ୍ଲାର ଗର୍ବ ଓ ଗୌରବ ବୃଦ୍ଧି ଘଟୁଥିବାରୁ ସମସ୍ତେ ଶୃଙ୍ଖଳିତ ହୋଇ ଲକ୍ଷ୍ମୀ ପୂଜା ଉପଭୋଗ କରିବା ସହିତ ପଲ୍ଲିଶ୍ରୀ ମେଳାରେ ବିଭିନ୍ନ ସାମଗ୍ରୀ କିଣିବାକୁ ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଏହି ମେଳାରେ ରାଜ୍ୟର ସମସ୍ତ ଜିଲ୍ଲାର 250ଟି ସ୍ୱୟଂସହାୟକ ଗୋଷ୍ଠୀ ଓ 15ଟି ରାଜ୍ୟର ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଷ୍ଟଲ୍ ମାଧ୍ୟମରେ ବିଭିନ୍ନ ସାମଗ୍ରୀ ବିକ୍ରିର ସୁଯୋଗ ପାଇଛନ୍ତି ବୋଲି ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ ପ୍ରକାଶ କରିଥିଲେ। ଉତ୍ସବ ପ୍ରାରମ୍ଭରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଦୀପ୍ତି ରଞ୍ଜନ ସେଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଶେଷରେ ଓର୍ମାସର ଡେପୁଟି ସିଇଓ ଶ୍ରୀ ସୁବଳ ଜେନାମଣି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଶ୍ରୀ ଅବନୀ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଶେଷରେ ସାଂସ୍କୃତିକ ଅନୁଷ୍ଠାନ ବାଗ୍ଦେବୀ, ଶତରୂପା, ନୀତା ନୃତ୍ୟଙ୍ଗନା, ମହିମା ଡ୍ୟାନ୍ସ ଏକାଡେମୀ, ମୟୂର ଏବଂ ସେଲ୍ଫ ହେଲ୍ପ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଢେଙ୍କାନାଳରୁ ସ୍ୱତନ୍ତ୍ର ପ୍ରତିନିଧି ଅକ୍ଷୟ କୁମାର ନନ୍ଦଙ୍କ ରିପୋର୍ଟ, ବି ନ୍ୟୁଜ୍।